ରାଜଧାନୀର ନିରାପତ୍ତା ଆଉ ନୁହେଁ। ପ୍ରତି ମୁହୂର୍ତ୍ତରେ ସେଠାରେ ସ୍ୱାଚ୍ଛନ୍ଦ୍ୟ ପାଇଁ ସ୍ୱାଧୀନତା ବିସର୍ଜନ ଦେବା ପାଇଁ ପଡ଼େ। ରାଜଶକ୍ତି ପ୍ରତି ଦୈନ ଓ ଆନୁଗତ୍ୟ ମଧ୍ୟରେ ମୁହୂର୍ତ୍ତରେ ଜଳାଞ୍ଜଳି ଦେବା ପାଇଁ ପଡ଼େ ବ୍ୟକ୍ତିତ୍ୱ ଓ ପୌରୁଷର ମହିମା। ତା ଅପେକ୍ଷା ବରଂ ଏହି ବଟତଳର ସବୁଜ ମୁକ୍ତି ଓ ଛାୟାସ୍ନିଗ୍ଧ ପ୍ରଶାନ୍ତି କାମଜ୍ୱାଳା ଓ ପ୍ରବୃତ୍ତିର ଆର୍ତ୍ତରଡ଼ିଠାରୁ ବହୁ ଦୂରରେ। ଏହି ନିବୃତ୍ତ ଓ ନିର୍ଜନ ବଟତଳ ନିରଞ୍ଜନକୁ ପରମ ଶାନ୍ତିପ୍ରଦ କରିଥିଲା। ଶିହରିତ କଦମ୍ବର ସୁରଭିତ ଛାୟା ନୁହେଁ, ଅନନ୍ତ ଜୀବନର ପ୍ରତିରୂପ ଏହିପରି ରୁକ୍ଷ ବଟଛାୟା ପରମାତ୍ମା ସହିତ ଆତ୍ମାର ମିଳନ ପାଇଁ ପ୍ରଶସ୍ତ। ନିରଞ୍ଜନ ତେଣୁ ନୀଳାଦ୍ରି ବିଷୟୀଙ୍କର ଅନୁରୋଧ ଓ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରି ଏହି ବଟତଳେ ଆସ୍ଥାନ ବାନ୍ଧିଥିଲେ। ମାତ୍ର ନିରଞ୍ଜନଙ୍କ ଅଜ୍ଞାତବାସ ବହୁକାଳ ଅଜ୍ଞାତ ରହିପାରିଲା ନାହିଁ। ଭକ୍ତଙ୍କ ଠାରୁ ଯାତ୍ରୀଙ୍କ ପର୍ଯ୍ୟନ୍ତ, ସନ୍ତାନ କାମନାରେ ବନ୍ଧ୍ୟାଠାରୁ ବ୍ୟାଧି ଜ୍ୱାଳାରେ ଜର୍ଜରିତ ରୋଗୀ ପର୍ଯ୍ୟନ୍ତ, ତତ୍ତ୍ୱଜ୍ଞାନ ଅଭିଳାଷୀମାନଙ୍କ ଠାରୁ ମାନସିକୀମାନଙ୍କ ପର୍ଯ୍ୟନ୍ତ ଦୈନିକ ପିମ୍ପୁଡ଼ି ଧାର ପରି ଯାତ୍ରୀମାନଙ୍କ ଯିବା ଆସିବାରେ ଏହି ଅନାବୃତ ଅପନ୍ତରା ବଟତଳ ଏକ ତୀର୍ଥରେ ପରିଣତ ହୋଇପଡ଼ିଲା। ନାନା ଅଲୌକିକ ମହିମାର ଅତିରଞ୍ଜିତ କାହାଣୀରେ ନିରଞ୍ଜନ ଏକ ଦୈବୀ ପୁରୁଷରେ ପରିଣତ ହୋଇପଡ଼ିଥିଲେ। କିନ୍ତୁ ନିରଞ୍ଜନଙ୍କ ଆଚରଣରେ ଅଲୌକିକତାର ସାମାନ୍ୟତମ ଅଭିନୟ ସୁଦ୍ଧା ନଥିଲା। ଯେ ଯେଉଁ ମନାଶ ଦେଇ ନିରଞ୍ଜନଙ୍କ ପାଖକୁ ଆସିଲେ ସେ କହୁଥିଲେ, କାଠରେ ନିଆଁ ପରି ତମରି ପାଖରେ ବିଶ୍ୱଶକ୍ତି ତମରି ପିଣ୍ଡରେ ରହିଛି। ନିଜକୁ ଚିହ୍ନି ଶିଖ, ତାହା ହେଲେ ସବୁ ଅସାଧ୍ୟ ସାଧ୍ୟ ହୋଇପାରିବ। ସମସ୍ତଙ୍କୁ ଶ୍ରଦ୍ଧା କର, ସମସ୍ତଙ୍କୁ କଲ୍ୟାଣ କର, ଜୀବହିଂସା କର ନାହିଁ, ଇତ୍ୟାଦି ଇତ୍ୟାଦି ନାନା ମାମୁଲି ନୀତି କଥା। ନିରଞ୍ଜନ ପୁଣି କହୁଥିଲେ, ପାଞ୍ଚ ଇନ୍ଦ୍ରିୟ ମେଲି ଏଇ ଠିଆ ହୋଇଛି ପଞ୍ଚୁସାକ୍ଷୀ ବଟ। 25 ପ୍ରକୃତି ପରି ଓହଳ ସବୁ ଝୁଲି ପଡ଼ି ମାଟି ଛୁଇଁଛି। ଶାଖା ଦୋହଲୁଛି, ପବନରେ ପତ୍ର ହଲୁଛି, ଓହଳ ଶୁଖୁଛି, ପତ୍ର ଝରୁଛି, ପୁଣି ନୂଆ ପତ୍ର କଅଁଳୁଛି। ଏସବୁ ମଝିରେ 25 ପ୍ରକୃତି ରୁଦ୍ଧି ପଞ୍ଚସୁଖା ବଟ ଠିଆ ହୋଇଛି ନିର୍ଲିପ୍ତ ଯୋଗୀ ପରି। ଉଦ୍ଧବଙ୍କର 64 ଗୁରୁ ଥିଲେ, ଏହି ବଟ ମୋର ଏକମାତ୍ର ଗୁରୁ। ଆହୁରି ପୁଣି ଦେଖ, ବଟ ଶାଖାରେ ପତ୍ର ଉହାଡ଼ରେ ବସି ଗୋଟିଏ ପକ୍ଷୀ ଫଳ ଖାଉଛି, ଆଉ ଗୋଟିଏ ପକ୍ଷୀ ତା ଆଡ଼େ କେବଳ ଅନାଇ ରହିଛି। ଏଇ ପିଣ୍ଡ ବ୍ରହ୍ମାଣ୍ଡ, ଏଇ ବିନ୍ଦୁ ସିନ୍ଧୁ, ଏଇ ବଟଗଛ ବିଶ୍ୱ। ତାପରେ ଏକ ପ୍ରଚଣ୍ଡ ପ୍ରାଣଖୋଲା ଅଟ୍ଟହାସ୍ୟରେ ନିରଞ୍ଜନଙ୍କ ପ୍ରଶାନ୍ତ ମେଦବହୁଳ ଦେହ କମ୍ପି ଉଠୁଥିଲା। ଏହି ସହଜ ହସ ମଧ୍ୟରେ ଯେପରି ସବୁ ଜଟିଳ ଜିଜ୍ଞାସାର ସମାଧାନ ନିହିତ ରହିଥିଲା। ଅଲୌକିକ ଐନ୍ଦ୍ରଜାଲିକ କ୍ରିୟାରେ ବିଶ୍ୱାସୀ ଯାତ୍ରୀମାନେ ବୁଝନ୍ତୁ ବା ନ ବୁଝନ୍ତୁ, ମାତ୍ର ନିରଞ୍ଜନ ଗାଦିର ପଞ୍ଚୁଶାଖା ବଟତଳେ ଯେଉଁ ମାନସିକ ନେଇ ଆସନ୍ତି ସେମାନଙ୍କର ତାହା ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ପଞ୍ଚୁଶାଖା ବଟର ନାମ ଦିନେ ପରିବର୍ତ୍ତିତ ହୋଇ କଳ୍ପବଟ ନାମରେ ପରିଣତ ହେଲା। ଚେଲା, ଭକ୍ତ, ଚଟିଘର, ମେଳା ଓ ମଉଛବରେ ଅପନ୍ତରା କଳ୍ପବଟମୂଳ ପ୍ରସିଦ୍ଧ ହୋଇଉଠିଲା। ଏହି ସମୟରେ କଦମ୍ବଗଡ଼ ଚୌପାଢ଼ିର ଗୋବିନ୍ଦ ବିଷୟୀଙ୍କ ଠାରୁ ନିରଞ୍ଜନଙ୍କ ନିକଟକୁ ଆସିଲା କଦମ୍ବଗଡ଼ର ରାଧାକୃଷ୍ଣଙ୍କର ଯୁଗଳ ବିଗ୍ରହ ପ୍ରତିଷ୍ଠା କରିବା ପାଇଁ ନିମନ୍ତ୍ରଣ। ନୀଳାଦ୍ରି ବିଷୟୀ ଥିଲେ ଅଦ୍ୱୈତବାଦୀ ଶାକ୍ତ। କଦମ୍ବଗଡ଼ର ଇଷ୍ଟଦେବୀ ବଜ୍ରବାରାହୀଙ୍କ ବ୍ୟତୀତ ନୀଳାଦ୍ରି ବିଷୟୀ ଅନ୍ୟ କୌଣସି ପୂଜା ବା ଆଚାରକୁ ପ୍ରଶ୍ରୟ ଦେଇନଥିଲେ। ମାତ୍ର ନୀଳାଦ୍ରିଙ୍କର ଅନ୍ତେ ଗୋବିନ୍ଦ ବିଷୟୀ ବୈଷ୍ଣବ ଦୀକ୍ଷା ନେବା ପରେ ଉଆସ ମନ୍ଦିରରୁ ବାରାହୀ ଚୌପାଢ଼ି ବାହାରେ ଗୋଟିଏ କୋଚିଳା ଗଛ ମୂଳକୁ ଅପସୃତ କଲେ। ତାଙ୍କ ସ୍ଥାନରେ ଆସିଲେ ଗୋବିନ୍ଦ ବିଷୟୀ ବୃନ୍ଦାବନରୁ ଆଣିଥିବା ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ସେଦିନ ଫାଲ୍ଗୁନ ଶୁକ୍ଲା ତିଥିର ପ୍ରତିପଦ, ମାଧବ ପକ୍ଷର ଆରମ୍ଭ। ଆମ୍ର ମୁକୁଳର ବିଳାସରେ, ଚମ୍ପା ନାଗେଶ୍ୱରୀ ଓ ମାଧବୀର ଗନ୍ଧମୟ ଉତ୍ସବରେ ସେହି ଦିନଠାରୁ ଆରମ୍ଭ ହେଲା ବ୍ରଜର ହୋରିଲୀଳା। ଉଆସ ମନ୍ଦିରରେ ରାଧାକୃଷ୍ଣ ଯୁଗଳ ବିଗ୍ରହର ପ୍ରତିଷ୍ଠା ପାଇଁ ଗୋବିନ୍ଦ ବିଷୟୀ ସେହିଦିନ ଧାର୍ଯ୍ୟ କରିଥିଲେ। ସେଥିପାଇଁ ସାଧକ ନିରଞ୍ଜନଙ୍କୁ ନିମନ୍ତ୍ରଣ କରିଦେବା ଉଦ୍ଦେଶ୍ୟରେ ଗରୁଡ଼ ଆସିଥିଲେ ପାଲିଙ୍କି ଓ ବେହେରା ସହିତ କେତେଜଣ ପାଇକ। ପାଇକମାନଙ୍କୁ ଦେଖି ନିରଞ୍ଜନଙ୍କର ବୁଝିବାରେ ବାକି ନଥିଲା, ଏ ନିମନ୍ତ୍ରଣ ନୁହେଁ, ଆଦେଶ। ତାହା ପ୍ରତ୍ୟାଖ୍ୟାନ କରିବାର ଉପାୟ ନଥିଲା। କଦମ୍ବଗଡ଼ ଚୌପାଢ଼ିରେ ଚନ୍ଦନ, ଅଗୁରୁ ଓ ଅବିରର ବର୍ଣ୍ଣାଢ଼୍ୟ ଉତ୍ସବ। ବୃନ୍ଦାବନରୁ ଯେଉଁ ସେବାଦାସୀମାନେ ଆସିଥିଲେ ସେମାନଙ୍କ ଭକ୍ତି ବିହ୍ୱଳିତ କୀର୍ତ୍ତନ ଶୁଣିବା ପାଇଁ ଚୌପାଢ଼ିର ମନ୍ଦିର ସମ୍ମୁଖ ପ୍ରାଙ୍ଗଣ ଲୋକରେ ଲୋକାରଣ୍ୟ। ତିଳ ପକାଇବା ପାଇଁ ସ୍ଥାନ ନଥିଲା। ମନ୍ଦିର ଭିତରୁ ମୃଦଙ୍ଗ ଓ ମନ୍ଦିରା ସହିତ ସେବାଦାସୀମାନଙ୍କର କୀର୍ତ୍ତନ ଶୁଭୁଥିଲା। ସଇ କେବା ସୁନାଇଲ୍ ଶ୍ୟାମ ନାମ, ସଇ କେବା ସୁନାଇଲ୍ ଶ୍ୟାମ ନାମ।
ମନ୍ଦିର ସାମ୍ନାରେ ପାଲିଙ୍କି ରଖି ନିରଞ୍ଜନ ଓହ୍ଲାଇଲେ। ସେବାଦାସୀମାନଙ୍କୁ ଥରେ ଦେଖିବା ପାଇଁ ଠିଆ ହୋଇଥିବା ଉଦ୍ଗ୍ରୀବ ଜନତା ମଧ୍ୟରେ ଛାଟିଆମାନେ ନିରଞ୍ଜନକୁ କୌଣସି ମତେ ବାଟ କଢ଼ାଇ ମନ୍ଦିର ଭିତରକୁ ନେଇଗଲେ। ପ୍ରତିଷ୍ଠାର ମଙ୍ଗଳ ମୁହୂର୍ତ୍ତ ଗଡ଼ି ଯାଉଅଛି। ଗୋଟିଏ ସୁସଜ୍ଜିତ ବେଦୀ ଉପରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଚନ୍ଦନ, ପୁଷ୍ପମାଲ୍ୟ ଓ ସ୍ୱର୍ଣ୍ଣାଭରଣରେ ସଜ୍ଜିତ ହୋଇ ସ୍ଥାପିତ ହୋଇଅଛି। ନୀଳ ବନାରସୀ ଶାଢ଼ୀରେ ଦେହ ଆବୃତ କରି ଅବଗୁଣ୍ଠନବତୀ ଜଣେ ନାରୀ ବେଦୀ ପାଖରେ ଠିଆ ହୋଇ ଚାମର ତୋଳାଉଛି। ବେଦୀ ସମ୍ମୁଖରେ ସେବାଦାସୀମାନେ ଅର୍ଦ୍ଧ ନିମୀଳିତ ନେତ୍ରରେ କୀର୍ତ୍ତନ ଗାନ କରୁଅଛନ୍ତି। ବ୍ରଜଭୂମିରୁ ଆସିଥିବା କେତେଜଣ ବୈଷ୍ଣବ ଭକ୍ତ ମୃଦଙ୍ଗ ଓ ମନ୍ଦିରା ବଜାଉଅଛନ୍ତି। ସ୍ୱେଦ ଓ ଚନ୍ଦନ ଛିଟାର ତୀବ୍ର ଗନ୍ଧରେ ମନ୍ଦିର ଭିତରେ ନିରଞ୍ଜନଙ୍କର ଯେପରି ବାଷ୍ପରୁଦ୍ଧ ହୋଇ ଆସିଲା। କିଂକର୍ତ୍ତବ୍ୟମୂଢ଼ ପରି ସେ କେବଳ ଠିଆ ହୋଇ ରହିଲେ। ଚୌପାଢ଼ୀର ବେବର୍ତ୍ତୀ ନାରାୟଣ ପଟ୍ଟନାୟକ କରପାତ୍ର ଯୋଡ଼ି ନିରଞ୍ଜନଙ୍କୁ କହିଲେ, ମଙ୍ଗଳ ମୁହୂର୍ତ୍ତ ଗଡ଼ି ଯାଉଅଛି। ବିଗ୍ରହ ପ୍ରତିଷ୍ଠା କର୍ମ ଏବେ ଆରମ୍ଭ କରନ୍ତୁ। ନିରଞ୍ଜନ ଉତ୍କ୍ଷିପ୍ତ ପରି ଚିତ୍କାର କରି ଉଠିଲେ, ଏ କାହାର ବିଗ୍ରହ? କାହାର ବିଗ୍ରହ ପ୍ରତିଷ୍ଠା ପାଇଁ ଆପଣମାନେ ଆମନ୍ତ୍ରଣ କରି ଆଣିଛନ୍ତି ମୋତେ? ନିରଞ୍ଜନଙ୍କର ଏ ପ୍ରକାର କିମ୍ଭୂତ ପ୍ରଶ୍ନରେ ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ। ମୃଦଙ୍ଗ ଓ ମନ୍ଦିରା ବନ୍ଦ ହୋଇଗଲା। ଯେଉଁ ଅବଗୁଣ୍ଠନବତୀ ନାରୀ ଚାମର ତୋଳାଉଥିଲେ ତାଙ୍କ ହାତରୁ ଚାମର ତଳେ ଖସି ପଡ଼ିଲା। ସେବାଦାସୀମାନଙ୍କର କୀର୍ତ୍ତନ ମଧ୍ୟ ନୀରବ ହୋଇଗଲା। ସେହି ଉତ୍କଣ୍ଠିତ ନୀରବତା ମଧ୍ୟରେ ନିରଞ୍ଜନଙ୍କର ସ୍ୱଭାବସିଦ୍ଧ ଅଟ୍ଟହାସ୍ୟ ମନ୍ଦିରର କାନ୍ଥ ଥରାଇ ପ୍ରକମ୍ପିତ ହୋଇ ଉଠିଲା। ନିରଞ୍ଜନ କହିଲେ, ଏହି ପିଣ୍ଡ ଭିତରେ ତ୍ରିବେଣୀ ତଟରେ ରାଧା ଓ କୃଷ୍ଣଙ୍କର ନିତ୍ୟ ରାସଲୀଳା ଚାଲିଅଛି। ଏହି ଶିଶୁସୁଲଭ ଅଭିନୟରେ ତାହାକୁ ଉପହାସ କରିବା ମୋର କର୍ମ ନୁହେଁ। ମନ୍ଦିରାଧାରୀ ଜଣେ ବୈଷ୍ଣବ କ୍ଷିପ୍ତ ପରି ଚିତ୍କାର କରି କହି ଉଠିଲେ, ତମେ ପ୍ରଚ୍ଛନ୍ନ ବୌଦ୍ଧ, ଅନାଚାରୀ ଦୁର୍ଜନ, ତମେ କାହୁଁ ବୁଝିବ ମୋହନ ଲୀଳାର ଅବ୍ୟକ୍ତ ମାଧୁରୀ? ତମେ କ'ଣ କହୁଛ ଏ ଯୁଗଳ ବିଗ୍ରହ ସାକ୍ଷାତ ବିଷ୍ଣୁ ଓ ତାଙ୍କ ଅଙ୍କଶାୟିତା ରାଧା ନୁହନ୍ତି? ନିରଞ୍ଜନ ଅଟ୍ଟହାସ୍ୟ କରି ଉତ୍ତର ଦେଲେ, ନାରାୟଣ ତ ସକଳ ଘଟରେ ରହିଛନ୍ତି। ପରମ ବିନା ଜୀବ କାହିଁ? ହଂସ ବିନା ପିଣ୍ଡ କାହିଁ? ସେଥିପାଇଁ ଆମେ ପାଗଳ। ଦେବତାକୁ ମଣିଷ କର ନାହିଁ, ମଣିଷକୁ ଦେବତା କର, ଏଇ ତ ଆମର ସାଧନା। ଅବଗୁଣ୍ଠନବତୀ ଯେଉଁ ନୀଳାମ୍ବରୀ ବେଦିକା ପଛରେ ଠିଆ ହୋଇ ଚାମର ଦୋଳାଉଥିଲେ ସେ ସ୍ୱୟଂ ଗୋବିନ୍ଦ ଗଡ଼ନାୟକ। ତାହା ଜାଣିଥିଲେ ନିରଞ୍ଜନ ଏ ବିତର୍କ ଅପେକ୍ଷା ନୀରବତା ଶ୍ରେୟସ୍କର ବିବେଚନା କରିଥାନ୍ତେ। ମାତ୍ର ସେଥିପାଇଁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ନାରୀର ନେପଥ୍ୟ ସଜ୍ଜା ପିନ୍ଧି ଦେଇ ଗୋବିନ୍ଦ ଗଡ଼ନାୟକ ଗମ୍ଭୀର କଣ୍ଠରେ କହିଲେ, ମୁଁ ହିନ୍ଦୁ ବୈଷ୍ଣବ, ଏ ଭଣ୍ଡ ବୌଦ୍ଧ ତେଣୁ ମୋର ଅବାଧ୍ୟ। ମାତ୍ର ଏହି ମୁହୂର୍ତ୍ତ ପରଠାରୁ ଚୌପାଢ଼ୀର ସୀମା ମଧ୍ୟରେ ଯେପରି ଏ ଅନାଚାରୀ ଭଣ୍ଡ ସିଦ୍ଧର ପାପଛାୟା ନ ପଡ଼େ। ସେହି ଦିନଠାରୁ ସିଦ୍ଧ ନିରଞ୍ଜନ କେଉଁଆଡ଼େ ଅନ୍ତର୍ନିତ ହେଲେ ତାହା ଏହି ଅଞ୍ଚଳରେ କେହି ଜାଣନ୍ତି ନାହିଁ। ଯେଉଁ କଳ୍ପବଟ ତଳ ଏକ ତୀର୍ଥ ପରି ଜନାଜୀର୍ଣ୍ଣ ଥିଲା, ରାଜଦଣ୍ଡ ଭୟରେ ତାହା ପୁଣି ପୂର୍ବର ଅପନ୍ତରା ଅବସ୍ଥାକୁ ଫେରିଆସିଲା। ମାତ୍ର ସେହିଦିନୁ ଲୋକ ପରମ୍ପରାରେ ଏକ ସ୍ମୃତି ଗଢ଼ି ଆସିଛି। କଳିଯୁଗ ଶେଷରେ କଳ୍ପବଟ ତଳୁ ପୁଣି ନିରଞ୍ଜନ ଦାସଙ୍କ ଖଞ୍ଜଣି ବାହାରିବ, ସେଥିରେ ସତ୍ୟଯୁଗର ଆଗମନୀ ଉଦ୍ଘୋଷିତ ହେବ। ପୁରୀ ମନ୍ଦିର ଛାଡ଼ି ସେଦିନ ଶ୍ରୀ ଜଗନ୍ନାଥ କଳ୍ପବଟ ମୂଳକୁ ଆସିବେ, ଇତ୍ୟାଦି ଇତ୍ୟାଦି। ଭାଦ୍ରବର ଉତ୍ତପ୍ତ ସନ୍ଧ୍ୟା। ବୃକ୍ଷହୀନ ଛାୟାହୀନ ବାଲୁପ୍ରାନ୍ତର ରୌଦ୍ର ଦଗ୍ଧ ଦିନର ପ୍ରଚଣ୍ଡ ଉତ୍ତାପ ପରେ ବାୟୁହୀନ ନିରୁଦ୍ଧତା ମଧ୍ୟରେ ଅସହ୍ୟ ହୋଇ ପଡ଼ିଅଛି ପ୍ରୋଜେକ୍ଟର କ୍ଲବଘର ପ୍ରାୟ ନିର୍ଜନ। ବାରଣ୍ଡାରେ କେତେଜଣ ତରୁଣ ଇଞ୍ଜିନିୟର ବ୍ରିଜି ଖେଳୁଥିଲେ। ମାତ୍ର ଅସ୍ୱସ୍ତିକର ଉତ୍ତାପ ମଧ୍ୟରେ ଖେଳିବା ପାଇଁ କାହାରି ବିଶେଷ ଉତ୍ସାହ ନଥିଲା। ତେଣୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଗତ କେତେ ସନ୍ଧ୍ୟା ପରି ଆଜି ମଧ୍ୟ କଳ୍ପବଟ ତଳେ ଖଞ୍ଜଣି ମାଡ଼ ଓ ଭଜନ ସମ୍ପର୍କରେ ତର୍କ ଓ ଆଲୋଚନା ଆରମ୍ଭ ହୋଇଥିଲା। ନଦୀରେ ହଂସ ଓଲଟି ପହଁରୁଛି, ପୁଚ୍ଛରେ ଚକ୍ଷୁ ଆଘାତ କରୁଛି, ପାଣି ପିଉଛି। ଏଥିରେ ବିହ୍ୱଳିତ ହେବା ପାଇଁ କି ତତ୍ତ୍ୱ ଅଛି? ପ୍ରମତ୍ତ ହେବା ପାଇଁ କି ତଥ୍ୟ ଅଛି? ଆତ୍ମବିସ୍ମୃତି ହେବା ପାଇଁ କି ସତ୍ୟ ଅଛି? ତାହା ନିଜ ନିଜର ସମସ୍ତ ବୈଜ୍ଞାନିକ ବିଚାର ଓ ବିଶ୍ଳେଷଣ ପ୍ରୟୋଗ କରି କେହି ବୁଝିପାରିଲେ ନାହିଁ। ଆମେରିକାରୁ ସଦ୍ୟ ପ୍ରତ୍ୟାଗତ ଇଞ୍ଜିନିୟର ସୁବୋଧ ଚନ୍ଦ୍ର କହିଲେ, ଏ ଜନତା ଆଜି ତଥାପି ସେହି ଯୁଗରେ ବଞ୍ଚିଛି ଯେଉଁ ଯୁଗରେ ହଂସ ଥିଲା ସବୁଠାରୁ ଦ୍ରୁତଗାମୀ। ବିକାଶ ଆଉ ଜଣେ ଇଞ୍ଜିନିୟର, ବିଟ୍ନିକ୍ ଶିଳ୍ପୀ ପରି ଚେହେରା, ଦେହର ପାଇଜାମା ଓ ସାର୍ଟ ଅବିନ୍ୟସ୍ତ, ମୁହଁରେ କେତେ ଦିନର ଦାଢ଼ି। ସିଗାରେଟ ପରେ ସିଗାରେଟ ପୋଡ଼ି ସେ ନୀରବରେ ବାହାରର ଅନ୍ଧକାର ଭିତରକୁ ଚାହିଁ ବସିଥିଲା। ଜର୍ମାନୀଆ ଆମେରିକାରୁ ଉଚ୍ଚ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ହେଁ ସହକର୍ମୀମାନଙ୍କ ମହଲରେ ତାଙ୍କର ମାନସିକ ସୁସ୍ଥତାରେ ସମସ୍ତଙ୍କର ଘୋର ସନ୍ଦେହ। ବିକାଶ କହିଲେ, ତୁମେମାନେ ମିସ୍ତ୍ରୀ, ମେସିନର କବ୍ଜା ଗଡ଼ିପାର, କିନ୍ତୁ ମଣିଷ ଆତ୍ମାର କଥା ତୁମେମାନେ ବୁଝିବ କୁଆଡ଼ୁ? ମଣିଷର ଆତ୍ମା
ସମ୍ମିଳିତ କଣ୍ଠର ଏକ ପ୍ରଚଣ୍ଡ ଅଟ୍ଟହାସ୍ୟରେ ବାହାରର ଘୁମାଟ ବନ୍ଧା ସନ୍ଧ୍ୟା ମୁହୂର୍ତ୍ତକ ପାଇଁ ଚମକି ଉଠିଲା। ଆଉ ଜଣେ ଇଞ୍ଜିନିୟର ହସି ହସି ପଚାରିଲେ, ବିକାଶ, ତୁମ ସିଗାରେଟରେ ଗଞ୍ଜେଇ ପତ୍ର ନାହିଁ ତ? ପୁଣି ଉଚ୍ଛ୍ୱସିତ ଅଟ୍ଟହାସ୍ୟ। ରାତି ନିଶାର୍ଦ୍ଧରୁ ଉତ୍ତୀର୍ଣ୍ଣ ହୋଇଅଛି। ସୁବୋଧ ବେତ୍ରାହତ ପରି ନିଦରୁ ଉଠି ବିଛଣା ଉପରେ ଉଠି ବସିଲେ। ଇଞ୍ଜିନିୟରମାନଙ୍କ ରହିବା ପାଇଁ ଅସ୍ଥାୟୀ ବଙ୍ଗଳାର ଗୋଟିଏ ଅପ୍ରଶସ୍ତ କୋଠରୀ। କୋଠରୀ ମଝିରେ ଅସ୍ୱସ୍ତିକର ଉତ୍ତପ୍ତ ନିଃସଙ୍ଗା ଶଯ୍ୟା ଉପରେ ଶୁକ୍ଳା ତିଥିର ଜ୍ୟୋତ୍ସ୍ନା ଲୋଟି ପଡ଼ିଥିଲା। ଅକୁଣ୍ଠିତତାର ଅସଙ୍କୋଚ ଅଙ୍ଗ ପରି, ଏକ ଅତୃପ୍ତ କ୍ଷୁଧାର ଜ୍ୱାଳା ପରି, ଏକ ବେଦନାଦଗ୍ଧ ଅତୀତର ସ୍ମୃତି ପରି, ଶେଷ ରାତିର ଶିଶିର କଣାସିକ୍ତ ଶୀତଳ ପବନ ସୁଦ୍ଧା କି ଗୋଟାଏ ଫୁଲର ତୀବ୍ର ସୁବାସରେ ଉତ୍ତପ୍ତ ହୋଇ ଉଠିଥିଲା। ବହୁ ଚେଷ୍ଟାରେ ବାର୍ବିଚୁରେଟ୍ ନିଦ ବଟିକା ଗିଳି ଅଳ୍ପ କେତେ ଘଣ୍ଟା ପରେ ସୁବୋଧ ଛାଇ ନିଦରେ ଶୋଇପଡ଼ିଥିଲା। ତାପରେ ପୁଣି ଏକ ବିରକ୍ତିକର ଉତ୍ତପ୍ତ ବିନିଦ୍ରା। ଛାଇ ନିଦରେ ସେହି ଅଧାଦେଖା ସ୍ୱପ୍ନଟା ଝିମେଇ ପଡ଼ୁଥିବା ତାଙ୍କର ଦୁଇ ଆଖି ଆଗରେ ତଥାପି ଭାସି ଉଠୁଥିଲା। ଅବସନ୍ନ ଦେହର ପ୍ରତ୍ୟେକ ସ୍ନାୟୁକୁ ଟାଣି ଯେପରି ଛିଣ୍ଡାଇ ଦେଉଥିଲା। କେଉଁ ଗୋଟିଏ ନାମହୀନ ନଦୀ, ସ୍ନିଗ୍ଧ, ଶୀତଳ, ନୀଳ, ନିସ୍ତରଙ୍ଗ ଜଳ ପ୍ରବାହ। ଗୋଟିଏ ହଂସ ଆତ୍ମବିସ୍ମୃତ ହୋଇ ସେଥିରେ ସନ୍ତରଣ କରୁଥିଲା। ଲୀଳାୟିତ ବକ୍ରଗ୍ରୀବା ବୁଲାଇ ଚକ୍ଷୁରେ ନିଜର ପକ୍ଷ ନିଜେ ଆଘାତ କରୁଥିଲା। ହଂସ ଓ ପାଣି ଉପରେ ଅପରାହ୍ନର ଛାୟାଢଙ୍କା ଆକାଶ। ପୁଣି ନଦୀ ଉପରେ ଝୁଙ୍କି ପଡ଼ିଥିବା ସବୁଜ କାଶତଣ୍ଡି। ସବୁ ଯେପରି ଅନିର୍ବଚନୀୟ ଛନ୍ଦୋପଦ ସତ୍ତା ମଧ୍ୟରେ ଏକୀଭୂତ ହୋଇ ରହିଯାଇଥିଲା। ସଙ୍ଗୀତର ଅନାହତ ମୂର୍ଚ୍ଛନା ପରି ଐକ୍ୟ ମଧ୍ୟରେ ସଂଘର୍ଷ ନଥିଲା, ସଂଶୟ ନଥିଲା, ସଙ୍କଟ ନଥିଲା। ସୁବୋଧ ବନ୍ଧୁକ ଉଠାଇ ସେହି ହଂସକୁ ଲକ୍ଷ୍ୟ କରି ବନ୍ଧୁକ ଫୁଟାଇଲେ। ବନ୍ଧୁକର ବିକଟ ଶବ୍ଦରେ ସେହି ନିର୍ଜନ ନୀରବତା ଆର୍ତ୍ତନାଦ କରି ଉଠିଲା। ନଦୀର ନିସ୍ତରଙ୍ଗ ବକ୍ଷ ଯେପରି ଏକ ମର୍ମବେଦୀ ଆଘାତରେ ତରଙ୍ଗ ବିକ୍ଷୁବ୍ଧ ହୋଇଗଲା। ତରଙ୍ଗାକୁଳତା ମଧ୍ୟରେ ହଂସର ସତ୍ତା କେଉଁଆଡ଼େ ନିଶ୍ଚିହ୍ନ ହୋଇଗଲା। ସେହି ବିକ୍ଷୁବ୍ଧ ପଟ୍ଟଭୂମି ଉପରେ ଭାସି ଉଠିଲା ଆଦ୍ୟ ଯୌବନର ସ୍ୱପ୍ନସଙ୍ଗିନୀ ସୁଚିତ୍ରା। ଆଃ, ସୁଚିତ୍ରା! ନିଭୃତ ନିଶାର୍ଦ୍ଧରେ ନା, ନଜଣା ଫୁଲର ଏହି ତୀବ୍ର ଗନ୍ଧ ପରି ଅତୀତରେ ଦୀର୍ଘ 20 ବର୍ଷ ମଧ୍ୟରେ ସୁଚିତ୍ରାର ସ୍ମୃତି ମୁହୂର୍ତ୍ତକ ପାଇଁ କେବେ ସୁବୋଧକୁ ଉଦ୍ବେଳିତ କରିଥିଲେ ସୁଦ୍ଧା ସୁଚିତ୍ରାକୁ ବହୁଦିନୁ ସେ ଭୁଲି ସାରିଥିଲା। ଚେତନା ମୁହୂର୍ତ୍ତରେ କେବେ ସୁଚିତ୍ରାର ଚିନ୍ତା ଓ ସ୍ମରଣ ପାଇଁ ସୁବୋଧର କୌଣସି ଉଦ୍ୟମ ନଥିଲା। ନିର୍ଜନ, ନିବୃତ ନଦୀ ତୀରର ନୀଳ ଜଳବେଣୀ ମଧ୍ୟରେ ବିବସନା ନାଗକନ୍ୟା ପରି ଲୀଳାମୟୀ ସୁଚିତ୍ରା। ସୁଚିତ୍ରା ପାଣି ଭିତରୁ ଅକୁଣ୍ଠିତ ପରି ପାଟିକରି ଡାକିଲା, ସୁବୋଧ! ନିର୍ଜନ ନଦୀତଟ ସୁଚିତ୍ରାର ଆହ୍ୱାନରେ ପ୍ରତିଧ୍ୱନିତ ହୋଇ ଉଠିଲା ଅଳସ ଦ୍ୱିପ୍ରହରରେ କପୋତୀର ବିଳାପ ପରି। ସୁବୋଧ! ସୁବୋଧ ପାଣି ଭିତରକୁ ଡେଇଁ ପଡ଼ିଲା ସୁଚିତ୍ରାକୁ ଆଲିଙ୍ଗନ କରିବା ପାଇଁ। ସୁଚିତ୍ରା ନାହିଁ। ସୁବୋଧର ଗୁଳିରେ ମଲାହଂସ ଗ୍ରୀବା ବଙ୍କାଇ ପାଣି ଉପରକୁ ପୁଣି ଭାସି ଉଠିଲା। ସ୍ୱପ୍ନକଟି ସୁବୋଧର ନିଦ ଭାଙ୍ଗିଗଲା। ନିର୍ଜନ ନିବୃତ ରାତ୍ରି। ସୁବୋଧ ବିଛଣାରୁ ଉଠି ଖୋଲା ଝରକା ପାଖରେ ଠିଆ ହେଲା। ପବନରେ ନା ନଜଣା ଫୁଲର ସେହି ତୀବ୍ର ସୁଗନ୍ଧ। କେଉଁଠି କେଉଁ ବୃକ୍ଷ ଶାଖାରେ ଗୋଟିଏ ବିନିଦ୍ର ପକ୍ଷୀର ଚିତ୍କାରରେ ରାତ୍ରିର ମର୍ମସ୍ଥଳ ଯେପରି ବାରମ୍ବାର ବିଦୀର୍ଣ୍ଣ ହୋଇ ପଡ଼ୁଥିଲା। ବାହାରେ ଅଶରୀରୀ ଜ୍ୟୋତ୍ସ୍ନା। ନିର୍ଜନ ନିବୃତ ଉତ୍ତପ୍ତ ରାତ୍ରି। ଆଶାହୀନ, ଅବଲମ୍ବନହୀନ, ସ୍ୱପ୍ନହୀନ।